ଭଲ ଦକ୍ଷ ଏବଂ କାର୍ଯ୍ୟକ୍ଷମ କାର୍ଯ୍ୟ କରୁଥିବା 4 ଜଣ ଉପସଭାପତି ନେଇକରି ଜଣେ ସଭାପତି ଗଠନ କରିବେ। ଯେଉଁମାନେ କଲେକ୍ଟିଭ ଫଙ୍କସନ୍ ଏକାଠି ହେଇକିରି କାମ କଲେ ଦଳ ନିଶ୍ଚିତ ଭାବରେ ଏବେଠାରୁ କାମ ଆରମ୍ଭ କଲେ ଦଳ ନିଶ୍ଚିତ ଭାବରେ, କାରଣ ଲୋକଙ୍କର ସମର୍ଥନ ଆଗାମୀ ଦିନରେ କଂଗ୍ରେସ ପ୍ରତି ଆସୁଛି। ଲୋକେ କଂଗ୍ରେସ ପ୍ରତି ଆକୃଷ୍ଟ ହେଇଛନ୍ତି, କାରଣ ଟେଷ୍ଟ କରିଦେଲେ ଥିଲେ ବିଜେଡ଼ି କି 24 ବର୍ଷ, ଗୋଟେ ଇଏ ଚାଲିଗଲା, ସେ ଯୁଗ ଚାଲିଗଲା। ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ତାଙ୍କର ଯାହା ଆରମ୍ଭ ହେଲାଣି, ଘରେ ପଶୁରୁ ଚାଳ ନ ବାଜିଲା ଭଳି ବ୍ୟବସ୍ଥା ହେଲାଣି, ଲୋକେ ତାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ, ତାକୁ ଗ୍ରହଣ କରିବେ ନାହିଁ। ଏବଂ ସେଥିରେ କଂଗ୍ରେସ ହିଁ ଏକମାତ୍ର ଅଲ୍ଟରନେଟିଭ୍। ସୋ କଂଗ୍ରେସ ସେଇବାକୁ ବିଚାର କରିକି ଏବେଠାରୁ ତାର କାମ ଆରମ୍ଭ କଲେ ନିଶ୍ଚିତ ଭାବରେ କଂଗ୍ରେସ ଭଲ କରିବ। ମୁଁ କହିଲି ପରା, ଯିଏ ସଭାପତି ହୁଅନ୍ତୁ ନା କାହିଁକି, ଯଦି 4 ଜଣ ଭଲ ଉପସଭାପତି ଭାଇସ୍ ପ୍ରେସିଡେଣ୍ଟ ରଖିକିରି ଗୋଟେ କଲେକ୍ଟିଭ ଏବଂ ଗୋଟେ ଭଲ କମିଟି କରିକିରି କଲେକ୍ଟିଭ ଫଙ୍କସନିଂ କରାଯାଏ ତାହେଲେ ହେବ। ସେଠି ଜଣେ କେହି ସଭାପତି କରିଦେଲେ, ତା ମୁଣ୍ଡରେ ଥାପିଦେଲେ ଯେ ସେ କରିପାରିବେ, ଏ ବହୁ ପରୀକ୍ଷା ନିରୀକ୍ଷା ସରିଲାଣି, ସେଥିରେ ହେଇପାରିବ ନାହିଁ।